ଆଜି ପୂର୍ବାହ୍ନ 9 ସମୟରେ ଓଡ଼ିଆ ପକ୍ଷ 2026 ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ନାମଫଳକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବାଲେଶ୍ୱର ପୌରପାଳିକାର ମୁଖ୍ୟ ରାସ୍ତା ପରିକ୍ରମା କରି ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ସମ୍ବନ୍ଧରେ ସଚେତନ କରିବା ସହ ଲିଫଲେଟ୍ ପ୍ରଦାନ କରାଯାଇଥିଲା। ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଗଲା। ଏହି ପଦଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କେଶରୀ ପ୍ରଧାନ, ଜିଲ୍ଲା ସହକାରୀ ଶ୍ରମ ଅଧିକାରୀଗଣ ଶିବଙ୍ଗୀ ହେମ୍ବ୍ରମ, କୁମାର ବାସୁଦେବ ପଣ୍ଡା, ଶୈଳସୁତା ଦାସ, ତୁଷାରକାନ୍ତ ଜେନା, କନିଷ୍ଠ ସହାୟକ ପ୍ରିୟବ୍ରତ ଦାସ ଓ ରାଜେନ୍ଦ୍ର ମାଝୀଙ୍କ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆର ସାମ୍ବାଦିକ ଗଣ ତଥା ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ଏଇ ଯେଉଁ ପଦଯାତ୍ରା ଆଜିର ପଦଯାତ୍ରା ହେଲା, ସେଥିପାଇଁ ଆମର ଯେଉଁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ, ଅଫିସ୍ ମାନେ କେମିତି ଓଡ଼ିଆରେ ସବୁ ଲେଖିବେ ନିଜର ନାମକୁ, ସେଥିପାଇଁ ଆମେ ତାଙ୍କ ଭିତରେ ସଚେତନ କରିବା ପାଇଁ ଆମେ ଏହି ପଦଯାତ୍ରା କରିଥିଲୁ। ଆମେ ଓଡ଼ିଆ, ତେଣୁକରି ଓଡ଼ିଆ ଭାଷାରେ ଆମର ପ୍ରଥମ ରହିବା ଦରକାର। ପ୍ରତି ଦୋକାନ, ଅଫିସ୍, ଯେକୌଣସି ବାଣିଜ୍ୟ ପ୍ରତିଷ୍ଠାନ ସବୁ ଜାଗାରେ ଓଡ଼ିଆରେ ଲେଖା ବାଧ୍ୟ। ଯଦି ସେମାନେ ନ ଲେଖୁଛନ୍ତି, ତାଙ୍କ ପାଇଁ ଦଣ୍ଡବିଧାନ ମଧ୍ୟ ରହିଛି। ପ୍ରଥମେ ଯାଇକି ଆମେ ତାଙ୍କୁ ବୁଝେଇବୁ, ବୁଝେଇଲା ପରେ ଯଦି ନ ଲେଖୁଛନ୍ତି ସୋକଜ ମାଗିବୁ। ସୋକଜ ଯଦି ନ ପାରୁଛନ୍ତି, ଦେନ୍ ଆମେ ତା ନାଁରେ କେସ୍ କରିବୁ। କେସ୍ ହେଲେ 10,000 ପର୍ଯ୍ୟନ୍ତ ଫାଇନ୍ ଅଛି ତାଙ୍କ ଭିତରେ। ତା ଭିତରେ ଆମେ କେସ୍ କରିବୁ କୋର୍ଟରେ କେସ୍ କଲା ପରେ ତାର ଫାଇନ୍ ଗୋଟେ ଅଛି 5,000 ଟଙ୍କାରୁ 10,000 ପର୍ଯ୍ୟନ୍ତ। ଫାଷ୍ଟ ଭାୟୋଲେସନ୍, ପ୍ରଥମ ଯିଏ ଭାୟୋଲେସନ୍ କରୁଛି, ଶୋକ ଦେଲା ପରେ ବି ଶୁଣୁନାହିଁ, କିଛି କରୁନାହିଁ, 5,000 10 ପର୍ଯ୍ୟନ୍ତ ଫାଇନ୍। ଦ୍ୱିତୀୟରେ କଲେ ମିନିମମ୍ ହେଉଛି 10,000। ଆଉ ଥରେ ଯଦି ପୁଣି ନ ଦେଲା ପରେ ପୁଣି ଆଉ ଥରେ ଯଦି ଭାୟୋଲେସନ୍ କରୁଛି 10,000 ଟଙ୍କା ଫାଇନ୍ ବାଧ୍ୟ। ଏଇଟା କୋର୍ଟରେ ଫାଇଲ୍ କରିବୁ ଆମେ, ସେ ଯେଉଁ ଖିଲାପକାରୀ ଦୋକାନୀ କି ବାଣିଜ୍ୟ ପ୍ରତିଷ୍ଠାନ